आज प्रत्येक मीडिया रे छाई जाइछन्ति गोकेश डोमाराजू आउ से गोकेश डोमाराजू किए ଆପଣ ଜାଣିନାହାନ୍ତି ଯଦି ଗୋକେଶ ଡୋମାରାଜୁ କିଏ ତାହେଲେ ଗୁଗୁଲରେ ନିଶ୍ଚିତ ସର୍ଚ୍ଚ ମାରନ୍ତୁ ଗୋକେଶ ଡୋମାରାଜୁ କିଏ। ଗୋକେଶ ଡୋମାରାଜୁ ସେଇ ବ୍ୟକ୍ତିତ୍ୱ ଯିଏକି ସବୁଠୁ କମ୍ ବୟସରେ 18 ବର୍ଷ ବୟସରେ ଚେନ୍ନାଇରେ ସେ ଜନ୍ମ ନେଇଥିବା 29 ମେ 2006 ମସିହାରେ ସିଏ ଆଜି ୱାର୍ଲଡର ଚେସ୍ ଚାମ୍ପିଅନସିପ୍ରେ ଏଜ୍ ଏ ନମ୍ବର 1 ଖେଳାଳି। ଆପଣମାନେ ଯଦି ଜାଣିନାହାନ୍ତି ତାଙ୍କ ବିଷୟରେ ତ ନିଶ୍ଚିତ ଭାବରେ ଜାଣିବା ଉଚିତ। ଜଣେ ଦୃଢ଼ ନିଶ୍ଚିତ ଆଉ ଜଣେ ତାଙ୍କର ଯେଉଁ ବାପା ଅଛନ୍ତି ସେ ଖୁଦ୍ ନିଜେ ନିଜର ଡକ୍ଟରେଟ୍ ଯେଉଁ ENT ଡିପାର୍ଟମେଣ୍ଟରେ ଥାଇ ମଧ୍ୟ ତାଙ୍କ ପୁଅକୁ ସିଏ এই ଚେସ୍ ଖେଳିବା ପାଇଁ ଉତ୍ସାହିତ ଏତେ କମ୍ ବୟସରେ କେମିତି ଏସବୁ ଆଚିଭମେଣ୍ଟ ପାଇପାରିଲେ। ତାଙ୍କ ପିତାଙ୍କ ନାମ ରଜନୀକାନ୍ତ ଆଉ ତାଙ୍କ ମାତାଙ୍କ ନାମ ପଦ୍ମାବତ। ଏଇ ପିତା ମାତାଙ୍କର ଯେଉଁ ମେହନତ ଥିଲା ସେ ମେହନତ ପାଇଁ ଆଜି ଯେଉଁ ଗୋକେଶ ଡୋମାରାଜୁ ଆଜି ବିଶ୍ୱର ଚମ୍ପିଆନ ହେଇପାରିଛନ୍ତି ଆମର ଚେସ୍ରେ। ଆଉ ସିଏ ବି ଏତେ କମ୍ ବୟସର ଚମ୍ପିଅନ 18 ବର୍ଷ ବୟସର ଚମ୍ପିଅନ ସେ ଆଜି এই ଚେସ୍ ଖେଳିକି ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଯେଉଁ ଦୃଢ଼ ଇଚ୍ଛା ଶକ୍ତି ଥିଲା 10 ବର୍ଷ ପୂର୍ବରୁ ସେ ଡିକ୍ଲାର ନିଜେ କରିଥିଲେ ଯେ ମୁଁ ଆଗଲା ଏଇ ଟାଇମ୍ ପିରିୟଡ଼ ବେଳକୁ ଆପଣଙ୍କର 12 ଡିସେମ୍ବର 2024ରେ ସିଏ ବିଶ୍ୱସ୍ତରୀୟ ଯେଉଁ ଚେସ୍ ଚାମ୍ପିଅନସିପ୍ ଚାଲିଥିଲା ସେଇ ଚେସ୍ ଚାମ୍ପିଅନସିପ୍ରେ ସିଏ ନିଜେ ନିଜକୁ ଚ୍ୟାଲେଞ୍ଜ ଦେଇଥିଲେ ଯେ ସିଏ ୱାର୍ଲଡ ଚାମ୍ପିଅନ ହେବେ। ଆଉ ସେଇଟା ମଧ୍ୟ ସେ କରିକି ଦେଖେଇଛନ୍ତି। ଆଉ ସେଇଟା ସେ ବିଶ୍ୱ ସ୍ତରରେ ଆଜି ତାଙ୍କର ଗାଥା ସମସ୍ତେ ଗାଉଛନ୍ତି। ଆଉ ଆମର ଇଣ୍ଡିଆନ୍ ଆମ ଭାରତୀୟମାନେ ଗର୍ବ କରୁଛନ୍ତି ତାଙ୍କ ପାଇଁ ଯେ ଏତେ କମ୍ ବୟସରୁ ଏତେ ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ସିଏ ବିଶ୍ୱ ସ୍ତରରେ ଚମ୍ପିଅନ ହେଇପାରିଲେ ଚେସ୍ ଖେଳିକରି। ଇଏ ଇନ୍ସପିରେସନର କଥା ସବୁଠୁ ବଡ଼ କଥା। ଯଦି ଆମେ ସଂଘର୍ଷର ମଇଦାନରୁ ଛାଡ଼ିକି ନ ଯିବା ଆମେ ସବୁବେଳେ ନିଜର ଦୃଢ଼ ଇଚ୍ଛା ଶକ୍ତିକୁ ନେଇକି କର୍ମ କରିବା ଆଉ ଆମର ସେଇ ଗୋଲ୍ ଆମର ସେଇ ସଫଳତା ପାଇବାର ଯେଉଁ ଇଚ୍ଛାଟାକୁ ପ୍ରବଳ ମାତ୍ରାରେ ଆମେ ନିଜେ ଦୃଢ଼ କରିବା ତେବେ ସେଇ ଚେସ୍ ଚାମ୍ପିଅନ ଭଳିଆ ବି ଆମେ ନିଜେ ଗୋଟେ ଦିନ ବନିପାରିବା। ଆଉ ଆଜି ଯଦି ଆମେ ଦେଖୁ ସମସ୍ତେ ଏ ଯେ ସକ୍ସେସଫୁଲ୍ ହେବା ପାଇଁ ଚାହାନ୍ତି କିନ୍ତୁ ସକ୍ସେସଫୁଲ୍ ହେବା ପାଇଁ ଯାହା ହ୍ୟାବିଟ୍ ଆଡ଼ପ୍ଟ କରିବା ପାଇଁ ଅଛି ତାକୁ କେବେ କରନ୍ତି ନାହିଁ। ଆଜି ଗୋକେଶ ଡୋମାରାଜୁ 12 ଡିସେମ୍ବର 2024 ମସିହାରେ ସେ ନିଜର ଏହି ପ୍ରତିଭାର ସମ୍ମାନ ଯେଉଁ ସେ ପାଇଲେ ୱାର୍ଲଡ ଚେସ୍ ଚାମ୍ପିଅନସିପ୍ରେ ସେ ଚମ୍ପିଅନ ହେଲେ ସେଇଟା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଆପଣ ବି ଆଜି ଆପଣଙ୍କର ସ୍ଥାନରେ ନିଶ୍ଚିତ ଆପଣ ସଂଘର୍ଷ କରୁଥିବେ କିଛି ପ୍ରୋବ୍ଲେମ୍ ନାହିଁ। ଆଜି ଆପଣ ସଂଘର୍ଷ କରୁଛନ୍ତି ଯଦି ଆପଣ ଲଗାତାର ଆପଣଙ୍କର ମେହନତ କରନ୍ତି ଆପଣ ବି ଦିନେ এই ଗୋକେଶ ଡୋମାରାଜୁଙ୍କ ଭଳିଆ ସଫଳତାର ଶୀର୍ଷରେ ପହଞ୍ଚିବେ ଆଉ ଆପଣଙ୍କୁ ମଧ୍ୟ ଡକ୍ଟର ଶୁଭେଚ୍ଛା ଦେବେ। ଆଜି ଏଇଠୁ ଆମେ ଏହା ଶିଖିଲେ ଯେ ସଂଘର୍ଷ କରିଚାଲିବା ଆପଣଙ୍କର ପରିସ୍ଥିତି କିଛି ବି ହେଇଥାଉ ନା କାହିଁକି ଚାहे ଅନୁକୂଳ ହେଉ ୟା ପ୍ରତିକୂଳ ହେଉ ମଇଦାନ ଛାଡ଼ିକି ଯଦି ଆମେ ନ ଯିବା ତାହେଲେ ଜୀବନରେ କାମୟାବ ଆମେ ଜରୁର ହେବୁ।